ଏସ୍ବିଆଇରେ ପୂରଣ ହେବ ଅଫିସର ପଦବୀ। 10,000ରୁ ଅଧିକ ପଦବୀ ପାଇଁ ଚାଲିଛି ଆବେଦନ। ଭାରତରେ ସାଧାରଣତଃ ବ୍ୟାଙ୍କ ଚାକିରିକୁ ସମ୍ମାନର ସହିତ ନିଆଯାଏ। ଏହା ଯଦି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ହୁଏ ତେବେ ଏହି ଖୁସି ଖବର କହିଲେ ନ ସରେ। ଆପଣ ଯଦି ଏସ୍ବିଆଇରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ହାତ ମୁଠାରେ। ଏନେଇ ଏସ୍ବିଆଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଏସ୍ବିଆଇରେ ସ୍ପେଶାଲିଷ୍ଟ ଅଫିସର ଏସ୍ଓ ପଦବୀ ପୂରଣ ହେବ। ଏନେଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ବୈଷୟିକ କ୍ଷେତ୍ରରେ ଡିଗ୍ରୀ ଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ 10,000ରୁ ଅଧିକ ପଦବୀ ପୂରଣ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ଏସ୍ବିଆଇର ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SBI CO ରିକ୍ୱାରମେଣ୍ଟ ଆପ୍ଲାଏ ଫର୍ 1040 ପୋଷ୍ଟର ନୋଟିଫିକେସନକୁ ଯାଇ ଦେଖିପାରିବେ। ଏଥିପାଇଁ ଅଛି ଗୁରୁତ୍ୱପୂର୍ଣ୍ଣ ତାରିଖ। ଆବେଦନ ଆରମ୍ଭ 19 ଜୁଲାଇ 2024। ଅନଲାଇନ୍ ଆବେଦନ ଶେଷ ତାରିଖ 8 ଅଗଷ୍ଟ 2024। ଖାଲି ପଡ଼ିଥିବା ପଦବୀଗୁଡ଼ିକ କେନ୍ଦ୍ରୀୟ ଅନୁସନ୍ଧାନ ଦଳ ବା ପ୍ରଡକ୍ଟ ଲିଡ୍ 2ଟି ପୋଷ୍ଟ, କେନ୍ଦ୍ରୀୟ ଅନୁସନ୍ଧାନ ଦଳ ସପୋର୍ଟ 2ଟି ପୋଷ୍ଟ, ପ୍ରକଳ୍ପ ବିକାଶ ପରିଚାଳକ ବା ଟେକ୍ନୋଲୋଜି 1ଟିଏ ପୋଷ୍ଟ, ପ୍ରକଳ୍ପ ବିକାଶ ପରିଚାଳକ ବା ବିଜନେସ୍ 2ଟି ପୋଷ୍ଟ, ସମ୍ପର୍କ ପରିଚାଳକ 263ଟି ପୋଷ୍ଟ, ସ୍ୱାସ୍ଥ୍ୟ 643ଟି ପୋଷ୍ଟ, ରିଲେସନସିପ୍ ମ୍ୟାନେଜର ଟିମ୍ ଲିଡ୍ 30ଟି ପୋଷ୍ଟ, ଆଞ୍ଚଳିକ ମୁଖ୍ୟ 6ଟି ପୋଷ୍ଟ, ବିନିଯୋଗ ବିଶେଷଜ୍ଞ 30ଟି ପୋଷ୍ଟ, ବିନିଯୋଗ ଅଧିକାରୀ 49ଟି ପୋଷ୍ଟ, ମୋଟ 1040ଟି ପୋଷ୍ଟ। ଶିକ୍ଷାଗତ ଯୋଗ୍ୟତା। ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନେ ଟେକ୍ନୋଲୋଜି, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଇନ୍ଷ୍ଟ୍ରୁମେଣ୍ଟେସନ କିମ୍ବା BE ବିଟେକ୍ର ଡିଗ୍ରୀ ହାସଲ କରିବା ଆବଶ୍ୟକ କିମ୍ବା କୌଣସି ସମ୍ବନ୍ଧୀୟ କ୍ଷେତ୍ରରେ ଅଭିଜ୍ଞତା ଥିବା ଆବଶ୍ୟକ। ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ। ବୟସ ସୀମା। ସର୍ବନିମ୍ନ ବୟସ 23 ବର୍ଷ ଏବଂ ସର୍ବାଧିକ ବୟସ 50 ବର୍ଷ। ବୟସ ଗଣନା 1 ଏପ୍ରିଲ 2024 ଅନୁସାରେ ହେବ। ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ। ବାର୍ଷିକ ଦରମା। ସର୍ବାନିମ୍ନ ଦରମା 20.50 ଲକ୍ଷ ଟଙ୍କା ଏବଂ ସର୍ବାଧିକ ଦରମା 66.50 ଲକ୍ଷ ଟଙ୍କା। ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ। ଆବେଦନ ଶୁଳ୍କ। ଏହା ସବୁ ବର୍ଗ ପାଇଁ ଦେୟମୁକ୍ତ। ସାଧାରଣ ବର୍ଗ EWS 750 ଟଙ୍କା, SC ST OBC PWBD ଦେୟମୁକ୍ତ। ଚୟନ ପ୍ରକ୍ରିୟା। ମେରିଟ୍ ଲିଷ୍ଟ, ସାକ୍ଷାତକାର, ଡକୁମେଣ୍ଟ ଯାଞ୍ଚ। କିପରି କରିବେ ଆବେଦନ? ଏସ୍ବିଆଇର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ। ହୋମ୍ ପେଜରେ କ୍ୟାରିୟରର ଅପସନ୍ ଚୟନ କରନ୍ତୁ। ସ୍କ୍ରିନରେ ଆପଣ ପଞ୍ଜୀକରଣ ଫର୍ମ ପୂରଣ କରିବାକୁ ଅପସନ୍ ପାଇବେ। ସେଠାକୁ ଯାଆନ୍ତୁ ଏବଂ ନିଜକୁ ପଞ୍ଜୀକରଣ କରନ୍ତୁ। ଆବେଦନ ଫର୍ମ ପୂରଣ କରନ୍ତୁ। ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ। ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ। ଫର୍ମ ସବମିଟ୍ କରନ୍ତୁ। ଫର୍ମ ଦାଖଲ ହେବା ପରେ ଏହାକୁ ଡାଉନଲୋଡ କରନ୍ତୁ ଏବଂ ଏହାର ଏକ କପି ପାଖରେ ରଖନ୍ତୁ। ଏହିଭଳି ଲାଟେଷ୍ଟ ଖବର ଜାଣିବାକୁ ଚାହୁଁଥିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଯେତେବେଳେ ବି ଏହିଭଳି ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ।